नमस्कार ମୁଁ ସ୍ୱାଗତ କରୁଛି ନ୍ୟୁଜ ରୁମ୍ କୁ। ମୋ ସହିତ ଅଛନ୍ତି କୋରେଇର ବିଧାୟକ ଆକାଶ ଦାସ ନାୟକ ସାର୍। ସାର୍ ଆପଣ ଦେଖୁଥିବେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହଉଛି। ପ୍ରଣ ପ୍ରକାଶ ଦାସ ଗୋଟିଏ ବନ୍ଧୁ ମିଳନ କରିଛନ୍ତି ଏବଂ ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଏବଂ ସେ କହୁଛନ୍ତି ଯେ ଯାଜପୁର ଏବଂ କୋରେଇ ଗୋଟିଏ ଯଶୋଦା ହେଲେ ଜଣେ ଦେବକୀ ପୁଣି ଥରେ ଫେରିବା କଥା ଚର୍ଚ୍ଚା ହଉଛି ଯେ ପୁଣି ଥରେ ବବି ଦାସ ନିଜ ଗଡକୁ ଫେରୁଛନ୍ତି ସମ୍ବଲପୁରରେ ବୃହତ ପରାଜୟ ପରେ ପୁଣି ଥରେ ଯାଜପୁର ଫେରୁଛନ୍ତି। ଅ, ଏଇ ସମାନ ସ୍ଥିତିରେ ଆପଣଙ୍କର କୋରେଇରେ ବନ୍ଧୁ ମିଳନ ଏବଂ ଅ, ତା ଭିତରୁ ବବିଦାସଙ୍କର ଏଇ କଥା ସାର୍ ଆଉ ନେଇ ଆପଣଙ୍କର କଣ ମତ ରହିଛି ସାର୍ ବିଜୁ ଜନତା ଦଳର ଏଭଳି ସ୍ଥିତି ସମୟରେ? ମୁଁ କେବଳ ଏତିକି କହିବି ଯେ ଯେତେବେଳେ ସେ କ୍ଷମତାରେ ଥିଲେ, ଆଜ୍ଞା 2 ଦଶନ୍ଧି ଧରି କ୍ଷମତାରେ ଥିଲାବେଳେ ତାଙ୍କର ଯଶୋଦା ମା କଥା ମନେ ପଡିଲାନି। ଏବେ କ୍ଷମତାରୁ ଗଲା ପରେ ତାଙ୍କର ଯଶୋଦା ମା କଥା ମନେ ପଡିଛି। ଏବଂ ଭୁବନେଶ୍ୱରରେ ମୁଁ ଜାଣିନି ଏସବୁ ନ୍ୟୁଜ ଦେଖି କଣ ଚର୍ଚ୍ଚା ହଉଛି, କିନ୍ତୁ କୋରେଇରେ ଜନସାଧାରଣ ହସୁଛନ୍ତି। ଏବଂ କୋରେଇବାସୀ ଭଲ ଭାବରେ ଜାଣିଛନ୍ତି ସେମାନଙ୍କର ଚିତ୍ର ଚରିତ୍ର ଜାଣିଛନ୍ତି। ବିଗତ ଦିନରେ କୋରେଇ ପ୍ରତି ଯୋଉ ଅବହେଳା ସେମାନେ କରିଛନ୍ତି, ଯୋଉ ଅନ୍ୟାୟ କରିଛନ୍ତି, ଏପର୍ଯ୍ୟନ୍ତ ସେମାନେ ଭୁଲି ନାହାନ୍ତି। ସେ ଜିଲ୍ଲା ହେଡକ୍ୱାର୍ଟର କଥା ହଉ ବା ଜିଲ୍ଲା ଯୋଉ ମେଡିକାଲ କଲେଜ କଥା ହଉ, ଏସବୁ କଥା ଭୁଲି ନାହାନ୍ତି। ଆଜ୍ଞା କୋରିଆର ଅଧିକାରକୁ ବିଗତ ଦିନରେ ଛଡା ହେଇଛି ଏବଂ 24 ବର୍ଷ ପରେ ସେ କ୍ଷମତାରୁ ଗଲା ପରେ ଯୋଉ କଥାଟି ଏବେ କହୁଛନ୍ତି, ଆଜ୍ଞା ଏହା ବଡ ହାସ୍ୟାସ୍ପଦ କଥା। ଏବଂ ଦ୍ୱିତୀୟ କଥା ହେଲା ଯେ କୋରିବାସୀ ତାଙ୍କର ରାୟ ବିଗତ ଇଲେକ୍ସନରେ ଜଣେଇ ଦେଇଛନ୍ତି। ଜନତନ୍ତ୍ରରେ ବା ଗଣତନ୍ତ୍ରରେ ଗଣମାନଙ୍କର ଯାହା ନିଷ୍ପତ୍ତି ସେଇଟା ହିଁ ହଉଛି ଶେଷ ନିଷ୍ପତ୍ତି। ହୁଁ, ଏବଂ କୋରିବାସୀ ସେତେବେଳେ ତାଙ୍କର କଳ ବଳ କୌଶଳ ଯେତେ ଯାହା ସେ କଳା ଟଙ୍କା ଫୋପାଡ଼ିଲେ ମଧ୍ୟ ଆଜ୍ଞା କୋରିବାସୀ ନିଜର ମୁଣ୍ଡ ଖଟେଇଲେ, ମୁଣ୍ଡ ବିକିଲେ ନାହିଁ, ମୁଣ୍ଡ ଖଟେଇଲେ ଏବଂ ସେମାନଙ୍କୁ ଏଠୁ ତଡ଼ିଲେ। ଆଜ୍ଞା ଏଇଟା ହଉଛି କୋରିବାସୀଙ୍କ ଚରିତ୍ର। କୋରିବାସୀ ଭାରି ସ୍ୱାଭିମାନୀ ହୁଁ। ଏବଂ ସେମାନେ ପ୍ରଣ କରିଛନ୍ତି ଯେ ବିଦେଶୀ କ୍ୟାଣ୍ଡିଡେଟକୁ ଏଠି ପୁରେଇ ଦେବେ ନାହିଁ। ତେଣୁ କିନ୍ତୁ ସେ ଯୋଉ ଗୋଟିଏ ବାହାରୁ ଗୋଟିଏ ଗୋଟିଏ ସମୟରେ ତ ପ୍ରଣ ପ୍ରକାଶ ଦାସଙ୍କ ବାପା ଯିଏ ରହିଛନ୍ତି ସେ ବି ତ କୋରେଇରୁ ନିର୍ବାଚନ ଲଢୁଥିଲେ। ହଁ, ମୁଁ ସେ କଥା କହୁଛି। ବିଗତ ଦିନରେ ଏତେ ବର୍ଷ ରହିଲା ପରେ ହୁଁ, ଯୋଉ ଉନ୍ନତି କାମ ସେ କରିପାରିଲେ ନାହିଁ, ହୁଁ, ଯଦି ଆମେ ସେଇ ହିସାବକୁ ନେବା ତ ତାର ଲମ୍ବା ହିସାବ ହବ। ତାହେଲେ ଆମେ ହୁଁ, 40 ବର୍ଷର ହିସାବ କଥା କହିବା। ପାଖାପାଖି 40 ବର୍ଷରେ ହଁ, 40 ବର୍ଷରେ ଯୋଉ ହେଇପାରେ ନାହିଁ ଯୋଉ ଉନ୍ନତି, ତାକୁ ଏବେ କ୍ଷମତା ଗଲା ପରେ ସେ କେମିତି କହୁଛନ୍ତି କରିବେ ବୋଲି। ତେଣୁ ସେଇ ତ ହଉଛି କଥା। ତେଣୁ ଇଏ ହଉଛି ଗୋଟେ ରାଜନୈତିକ ଷ୍ଟଣ୍ଟ। ତେଣୁ ମୁଁ ଭାବୁଛି ଅ ସାଧାରଣ ଜନତା ଜାଣିଛନ୍ତି ନିଜର ଅସ୍ତିତ୍ୱ ବଞ୍ଚେଇବା ପାଇଁ, ଯେହେତୁ ସେ ବିରୋଧୀ ଦଳରେ ଅଛନ୍ତି, ନିଜର ଅସ୍ତିତ୍ୱ ବଞ୍ଚେଇବା ପାଇଁ ସେଭଳି କରୁଛନ୍ତି। କାରଣ ପ୍ରତ୍ୟେକ ଦିନ ଶତାଧିକ କର୍ମୀ ସେମାନେ ଆମ ସହିତ ମିଶୁଛନ୍ତି, ବିଜୁ ଜନତା ଦଳର ଏବଂ ବିଭିନ୍ନ ଦଳରୁ ଆମ ସହିତ ମିଶୁଛନ୍ତି। ନିର୍ବାଚନ ପରେ ଏପର୍ଯ୍ୟନ୍ତ ପାଖାପାଖି 20 ଜଣ ସରପଞ୍ଚ ସମିତି ସଭ୍ୟ ବିଜୁ ଜନତା ଦଳରୁ ଆସି ଆମ ସହିତ ମିଶି ସାରିଛନ୍ତି। ତେଣୁ ଇଏ ଗୋଟେ ପରେ ଗୋଟେ ଯେହେତୁ ତାଙ୍କୁ ଧକ୍କା ଲାଗୁଛି, ନିଜର ଆଜ୍ଞା। ଅସ୍ତିତ୍ୱ ବଞ୍ଚିବା ପାଇଁ ଇଏ ଗୋଟେ ପ୍ରୟାସ, ଆଉ କିଛି ନୁହେଁ। ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଆପଣ ମଧ୍ୟ ଗୋଟିଏ ସମୟରେ ବିଜୁ ଜନତା ଦଳ ଟିକେଟରୁ ସମାନ କୋରେଇ ଆସନରେ 2014 ମସିହାରେ ନିର୍ବାଚନ ଲଢିଥିଲେ ହୁଁ ଏବଂ 2024ରେ ଆପଣ ଭାରତୀୟ ଜନତା ପାର୍ଟିରୁ ନିର୍ବାଚନ ଲଢିଲେ ଏବଂ ଯଦି ଭୋଟର ମାର୍ଜିନ ମୁଁ କହିବି ତାହେଲେ 5,000ରୁ ଅଧିକ ଭୋଟ, 5,500ରୁ ଅଧିକ ଭୋଟରେ ଆପଣ ହୁଁ ବିଜୟ ଲାଭ କରିଥିଲେ। କିନ୍ତୁ ହୁଁ ଯାହା ଡାଟା କହୁଛି ଯେ ଖାସ କରି କୋରେଇରେ ଭାରତୀୟ ଜନତା ପାର୍ଟିର ଭୋଟ ପ୍ରତିଶତ ବଢୁଛି। ଠିକ ହୁଁ ୟାର ହୁଁ ଭିତରେ ପ୍ରଣ ପ୍ରକାଶ ଦାସଙ୍କର ଏଭଳି ଗୋଟିଏ ମତ ଦବା ଏବଂ ଲଲ ବାବୁ ଯିଏ ରହିଛନ୍ତି ତାଙ୍କୁ ସେ ଦାୟିତ୍ୱ ଦବା, ଯେହେତୁ ଆପଣ ଏରିଆରେ ଦୀର୍ଘ ଦିନ ଧରି କାମ କରୁଛନ୍ତି, ଆପଣଙ୍କ ବାପାଙ୍କର ମଧ୍ୟ ଯାଜପୁର ସହିତ ସମ୍ପର୍କ ଥିଲା। ମୁଁ ଏଇ କଥା ଜାଣିବା ପାଇଁ ଚାହିଁବି ଯେ ପୁରା ଯାଜପୁର ଜିଲ୍ଲାରେ ବିଜୁ ଜନତା ଦଳର ସ୍ଥିତିକୁ ଆପଣ ବର୍ତ୍ତମାନ କୋଉ ଭଳି? ବର୍ତ୍ତମାନ ଦେଖନ୍ତୁ, ସାରା ଓଡିଶାରେ ବିଜୁ ଜନତା ଦଳ ଭାଙ୍ଗୁଛି। ଆପଣ ସେମାନଙ୍କର ନ୍ୟୁଜ ପ୍ରତ୍ୟେକ ଦିନ ଆପଣ ମାନେ ଦେଖୁଥିବେ। ଆଜ୍ଞା 2029ରେ ବିଜୁ ଜନତା ଦଳର ଅସ୍ତିତ୍ୱ ଥିବ କି ନାହିଁ ମୋର ସନ୍ଦେହରେ ଅଛି। ଏବଂ ଯାଜପୁର ଜିଲ୍ଲାରେ ବର୍ତ୍ତମାନ ପ୍ରତ୍ୟେକଟି ନିର୍ବାଚନ ମଣ୍ଡଳୀରେ ଶତାଧିକ ହଜାର ହଜାର କର୍ମୀ ମାନେ, ସେମାନଙ୍କ ଚେୟାରମ୍ୟାନ, ସେମାନଙ୍କ ସରପଞ୍ଚ ସମିତି, ଏମାନେ ସମସ୍ତେ ଭାରତୀୟ ଜନତା ପାର୍ଟି ସହିତ ସାମିଲ ହଉଛନ୍ତି। ଆଜ୍ଞା ଏ ସ୍ଥଳରେ ବର୍ତ୍ତମାନ ଆଗାମୀ ଦିନରେ ନିଶ୍ଚିତ ଭାବରେ ମୁଁ ଦୃଢ ବିଶ୍ୱାସ ଅଛି ଯେ ଯାଜପୁର ଜିଲ୍ଲାରେ 7କୁ 7 ନିର୍ବାଚନ ମଣ୍ଡଳୀ ଏବଂ ଲୋକସଭା ଭାରତୀୟ ଜନତା ପାର୍ଟିର ଆସିବ, ଜିତିବେ। ଏବଂ ବର୍ତ୍ତମାନ ପଞ୍ଚାୟତ ଇଲେକ୍ସନରେ ମଧ୍ୟ ଆମେ ବହୁତ ଭଲ କରିବୁ। ତେଣୁ ଆଜ୍ଞା ଏଥିପାଇଁ ସେମାନେ ଟିକେ ଭିତ୍ତିପ୍ରସ୍ତର ଭାବରେ ଏଇ ସବୁ ଜିନିଷ କରୁଛନ୍ତି। ତ ସ୍ୱାଭାବିକ କଥା, ଯେ ସେମାନେ ବିରୋଧୀ ଦଳରେ ଅଛନ୍ତି, ନିଜର ଶକ୍ତି ଗୋଟେଇବାକୁ ଚେଷ୍ଟା କରୁଛନ୍ତି ଏବଂ ଲଢିବାକୁ ଚେଷ୍ଟା କରିବେ। କିନ୍ତୁ ସାଧାରଣ ଲୋକ, କୋରେଇ ଲୋକ ଭଲ ଭାବରେ ଭଲ ଭେଲର ଫରକ ଟା ଜାଣିଛନ୍ତି। ହୁଁ। ସେମାନେ ଆଉ ସେମାନଙ୍କର ବାକ୍ଚାତୁରୀରେ, ସେମାନଙ୍କର ମିଥ୍ୟା କଥାରେ ଆଉ ଭଳିବେ ନାହିଁ। ବର୍ଷ ବର୍ଷ ସେମାନେ ଭଳିକି ଅନେକ କ୍ଷତି ସହିଛନ୍ତି। ତେଣୁ ଆଗାମୀ ଦିନ ସେମାନେ ଆଉ ଭଳିବେ ନାହିଁ। ତେଣୁ ଇଏ ଗୋଟେ ମତେ ଲାଗୁଛି ପଲିଟିକାଲ ଷ୍ଟଣ୍ଟ ସେମାନେ କରୁଛନ୍ତି। ଆପଣ ଏହାର କୌଣସି ଶତ୍ରୁତାର ପ୍ରଭାବ ପାଇଁ ପଡିବ କୋଉ ନାହିଁ। ଭଳି ପ୍ରାକ୍ଟିସ ବା ପ୍ଲାନ ଆପଣଉଛନ୍ତି? ଦେଖନ୍ତୁ, ଆମର ଗୋଟିଏ ଲକ୍ଷ୍ୟ କୋରିଆର ସାମଗ୍ରିକ ବିକାଶ, ଗୋଟେ ସ୍ୱାଭିମାନୀ ସମୃଦ୍ଧ ଏବଂ
ସମୃଦ୍ଧ କରି ଯୋଉଥିରେ କି ସବୁ ଅଞ୍ଚଳର ବିକାଶ ହବ ଏବଂ ତୃଣମୂଳ ସ୍ତରରୁ ଆମେ ଏଇ କାମ କରିବାକୁ ଚାହୁଁଛୁ। ଦଳ ମତ ନିର୍ବିଶେଷରେ ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତଙ୍କୁ ସାଥିରେ ନେଇ କାମ କରିବାକୁ ଚାହୁଁଛୁ। ସେଇ ତାକୁ ଦେଖି ଆମ ଭାରତୀୟ ଜନତା ପାର୍ଟିର ଆଦର୍ଶରେ ଅନୁପ୍ରାଣିତ ହେଇ ଆମ କାର୍ଯ୍ୟଧାରାରେ ଅନୁପ୍ରାଣିତ ହେଇ ଅନେକ ଜଣ କର୍ମୀ ବିଗତ 13 ମାସ 14 ମାସ ଭିତରେ ଅନେକ ବିଜୁ ଜନତା ଦଳର ହଜାର ହଜାର ଜଣ କର୍ମୀ ଆମ ସହିତ ସାମିଲ ହେଇସାରିଛନ୍ତି। ଏବେ ମଧ୍ୟ ଆଜି ମଧ୍ୟ ସନ୍ଧ୍ୟାବେଳେ ଶତାଧିକ କର୍ମୀ ମୋ ସହିତ ସାମିଲ ହଉଛନ୍ତି। ତେଣୁ ଇଏ ଗୋଟେ ମେସେଜ ଦଉଛି ଯେ ଆକୃଷ୍ଟ ହଉଛନ୍ତି ସମସ୍ତେ ଆମ ସହିତ ମିଶିବା ପାଇଁ। ତା କାରଣ ହଉଛି ଯେ ବିକାଶର ଧାରା ଆମେ ଆରମ୍ଭ କରିଛୁ ଏବଂ ଯୋଉ 4-5 ବର୍ଷ ଭିତରେ ଆମେ ଆଗାମୀ ଦିନରେ ଲକ୍ଷ୍ୟ ରଖିଛୁ ଯେ କୋରିକୁ ବିକାଶର ଶୀର୍ଷରେ ପହଞ୍ଚେଇବୁ ଏବଂ ବିକାଶ ଗୋଟେ ଆଖି ଦୃଶ୍ୟ ବିକାଶ କରିବୁ, ଏ ସବୁକୁ ବିଶ୍ୱାସ କରି ଅନେକ ଜଣ ଆମ ସହିତ ମିଶୁଛନ୍ତି ଏବଂ ସେମାନେ ନିଶ୍ଚିତ ଭାବରେ ଚାହିଁବେ ଯେ ତାଙ୍କ ସଂଗଠନକୁ ରକ୍ଷା କରିବା ପାଇଁ। ତେଣୁ ତାଙ୍କ ଯୋଉମାନେ କିଛି ଅଳ୍ପ କିଛି ଲୋକମାନେ ଅଛନ୍ତି ତାଙ୍କୁ ଶକ୍ତି ଦେବା ପାଇଁ ଏ ସବୁ ଗୋଟେ ବାହାନା। ବବି ତେଣୁ ଦାସଙ୍କର କୋରେଇ ମାଟିରୁ ଇଏ ଶପଥ ନବା ଯେ ସେ ପୁଣି ଥରେ ଫେରିବେ ଏବଂ ଯଶୋଦା ମା ଦେବକୀ ମାର କଥା କହିବା ଏବଂ ୟାରି ଭିତରେ ଆପଣ ମଧ୍ୟ ଏଇ ଭିଡିଓଟି ଦେଖୁଥିବେ। ଏଇ ଭିଡିଓ ଦେଖି ସାରିଲା ପରେ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଆପଣଙ୍କୁ ପ୍ରଥମେ କଣ ଆପଣ ଚିନ୍ତା କଲେ ବା ନାଇଁ ମୁଁ ନୁହେଁ, ପ୍ରଥମ ଦର୍ଶନ ସାଧାରଣ ଲୋକ ସମସ୍ତେ ହସୁଛନ୍ତି। ହଁ, ଏଠି କୋରେଇରେ ସେ କଣ କରିଛନ୍ତି ତାର ଗୋଟେ ହିସାବ ଦେବା ଦରକାର ହୁଁ, ଏବଂ ବିଗତ ଦିନରେ ଅନେକ ପ୍ରଶ୍ନ ତାଙ୍କ ପାଇଁ ଅଛି। କୋରିଆକୁ ଆସିଲେ ଅନେକ ପ୍ରଶ୍ନ ତାଙ୍କ ପାଇଁ ଅଛି। ହୁଁ, ବିରୁଦ୍ଧରେ ଗୋଟେ ବିରାଟ ବଡ ଜନ ଅସନ୍ତୋଷ ଅଛି। ହୁଁ। ଏସବୁ ସତ୍ତ୍ୱେ ସେ ଏଇ ନିଶ୍ଚିତ ଭାବରେ ଜନସଂଯୋଗ କଣ ଚାହୁଁଛନ୍ତି। ପଞ୍ଚାୟତ ଇଲେକ୍ସନ ବେଳକୁ ଆପଣ ଭାବୁଛନ୍ତି ଏମିତି ଥିବ? ନିଶ୍ଚିତ ଭାବରେ ଆପଣ ଆଗାମୀ ଦିନ ଦେଖିବେ, ହୁଁ, ସେ ତାକୁ ଆପଣ ଦେଖିବେ ଏବଂ ସେ ଗୋଟେ ଭାବୁଛନ୍ତି ଗୋଟେ ପରିବାରବାଦ ରାଜନୀତି। ହୁଁ, ଆଗରୁ କେହି ଥିଲେ, ତାପରେ ସିଏ ଆସିବେ, ତାଙ୍କର ପୁଅ ନାତି ସମସ୍ତେ ଏଠି ଜାଗିରଦାରୀ ବୋଲି ଭାବୁଛନ୍ତି। କିନ୍ତୁ କୋରିଆବାସୀ ବିଗତ ଦିନରେ ବିଗତ ଇଲେକ୍ସନରେ ସେମାନେ ଉଚିତ ଜବାବ ଦେଇଛନ୍ତି। ହୁଁ। କଳ ବଳ କୌଶଳ କଳା ଟଙ୍କାକୁ ସବୁ ହଟେଇ ସେମାନେ ଉଚିତ ଜବାବ ଦେଇଛନ୍ତି ଏବଂ ଏ ସବୁ ସତ୍ତ୍ୱେ ମଧ୍ୟ ତାଙ୍କର ଯଦି ଇଚ୍ଛା ରହିଛି ଆମେ ସ୍ୱାଗତ କରୁଛୁ, କିଛି ଅସୁବିଧା ନାହିଁ। ଆମେ ଆଗାମୀ ଦିନରେ ଗଣତନ୍ତ୍ରରେ ନିଶ୍ଚିତ ଭାବରେ ଲଢିବାର ସମସ୍ତଙ୍କ ଅଧିକାର ଅଛି। ସେମାନେ ଆସିଲେ ନିଶ୍ଚିତ ଭାବରେ ଲଢେଇ ହବ ଏବଂ ଆମେ ମଧ୍ୟ ଦେଖିବୁ କୋରିଆବାସୀ, ସମଗ୍ର କୋରିଆବାସୀ, କେବଳ ମୁଁ ନୁହେଁ, ସମଗ୍ର କୋରିଆବାସୀ ଏହାର ଜବାବ ଦେବେ। ଆପଣ ମଧ୍ୟ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଭାରତୀୟ ଜନତା ପାର୍ଟିରେ ସାମିଲ ହବା ପରେ ରାଜନୈତିକ ସ୍ତରରେ ବହୁତ ଆଗକୁ ଗଲେଣି, ଯାହା ଆପଣଙ୍କ ପୁରା ମତରୁ ଜଣା ପଡୁଛି ଯେ ଆପଣ ମଧ୍ୟ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତ ହଉଛନ୍ତି। ନିଶ୍ଚିତ ଭାବରେ ଆମେ ପ୍ରସ୍ତୁତ କରୁଛୁ। ଆମ ଦଳ ସ୍ତରରେ ଆମେ ପ୍ରସ୍ତୁତ କରୁଛୁ, ତୃଣମୂଳ ସ୍ତରରୁ ବୁଥ ସ୍ତରରୁ ଆମେ ପ୍ରସ୍ତୁତ ହଉଛୁ ଏବଂ ସାଙ୍ଗଠନିକ ପ୍ରସ୍ତୁତି ସହିତ ବିକାଶର କାର୍ଯ୍ୟକୁ ମଧ୍ୟ ଆମେ ତ୍ୱରାନ୍ୱିତ କରୁଛୁ। ଆଜ୍ଞା, ସମସ୍ତଙ୍କ ଆଶୀର୍ବାଦରେ ବର୍ତ୍ତମାନ ମୁଁ କୋରିଆର ସେବା କରିବାର ସୁଯୋଗ ପାଇଛି। ମାଟିର ପୁଅ ମୁଁ, ଏଇ ମାଟିର ମୋ ଜନ୍ମ ଆଜ୍ଞା, ଏବଂ ମୋର ଭିଟାମାଟି ଏଇଠି, ମୋର ବଂଶ ସମସ୍ତେ ଏଇଠି, ମୋର ବାପା ଜେଜେବାପା ସମସ୍ତେ ଏଇଠି ଜନ୍ମ ନେଇଛନ୍ତି। ତେଣୁ ଇଏ ମାଟି ପ୍ରତି ମୋର ଯାହାର କର୍ତ୍ତବ୍ୟ ଅଛି ସେ କର୍ତ୍ତବ୍ୟ ମୁଁ କରିବି। ଜଣେ ସେବକ ଭାବରେ କର୍ତ୍ତବ୍ୟ ମୁଁ କରିବି ଏବଂ ରାଜନୈତିକ ଯାହା ଆପଣ କହୁଛନ୍ତି ଅନେକ ଜଣ ଅନେକ କଥା କହିବେ, ହୁଁ, କିନ୍ତୁ କାମରେ କରିବା ଦରକାର। ଏବଂ ଯୋଉ କଥା ମୁଁ ବିଗତ ଦିନରେ ମଧ୍ୟ କହିଛି ଯେ ୱାକ୍ସ ମାନେ କାମ ଯୋଉ କଥା କଥା କୁହେ, କେବଳ ବାକ୍ୟ ନୁହେଁ, କାମରେ କଥା କହିବା ଦରକାର। ସୋ ଆକ୍ସନ ସ୍ପିକ୍ସ ଲାଉଡର ଦେନ୍ ୱାର୍ଡ ଯୋଉ କଥାଟା କୁହାଯାଏ। ସୋ ଏତେ ବର୍ଷ ରହିଲା ପରେ ଯଦି ସେମାନେ ବିକାଶ କରିପାରିଲେ ନାହିଁ, ଏବେ ଗଲା ପରେ ଯିଏ କୁହେ ଯେ ମୁଁ ବିକାଶ କରିବି, ଏ କ୍ଷମତାର ଲୋଭ ଛଡା ଆଉ କିଛି ନୁହେଁ। ଧନ୍ୟବାଦ ଶ୍ରୀଯୁକ୍ତ ଆକାଶ ଦାସ ନାୟକ, ଆମ ସହିତ ରହିଲେ ଏବଂ ଏ ବିଷୟରେ ଆମ ସହିତ ଚର୍ଚ୍ଚା କରୁଥିଲେ। ଧନ୍ୟବାଦ।